नमस्कार मु आपको प्रभात स्वागत करुच्ची आजिकार कार्यक्रम हाँ आज्ञा मुझे जैसे पहुँच जाइए नेताजी सुभाष चंद्र बोस जन्मपीठ में आसतु आउ डेरी करी आप निश्चित भाव में स्थान को बुलवा सहित सुभाष चंद्र बोस विषय में किसी जनवाक चेष्टा करेंगे आसतु। सुभाष चंद्र बोस एक साधारण नाम नुहे समग्र विश्व में भारत को परिचित करिथिबा जड़े विस्मय विद्रोही संग्रामी नेता। नेताजी सुभाष चंद्र बोस जन्म हुए 1897 मसीहा जनवरी 23 तारिख कटकर ओडिया बजार ठारे। पिता नाम जानकी नाथ बोस और माता नाम प्रभावती देवी। नेताजी पिता जड़े आईनजीवी थिले। 14 भाई भौणी मध्य नेताजी थिले नवम। अन्य भाई भौणी परी तांको शिक्षा बाप्टिस्ट मिशन द्वारा परिचालित प्रोटेस्टांट यूरोपियन स्कूल ले जनवरी 1902 रे आरंभ होइतिला। 1909 रे कटकर रेभेन्सा कॉलेजिएट स्कूल को स्थानांतरण परे सेहिठारु 1913 रे मैट्रिक परीक्षा रे द्वितीय स्थान रखी उत्तीर्ण होइतिले। प्रथमटे दिनरु ही तांको प्रधान शिक्षक बेणी माधव दास तांको प्रतिभा को चिन्हिथिले। माध्यमिक शिक्षा समाप्त कला परे कलिकतार प्रेसिडेंसी कॉलेज रे दर्शन शास्त्र एवं स्कॉटिश चर्च कॉलेज रे पाठ पढ़िथिले। प्रेसिडेंसी कॉलेज रे पढ़ुथिबा समय रे अध्यापक CF वेटन को भारत विरोधी मंतव्य रे क्षुब्ध होई अन्य पिलांक सहित तांकु दुर्व्यवहार करिथिबा कारणरू कॉलेज रु बहिष्कृत होइथिले। पितांक बाध्य बाधकता रे नेताजी 1919 मसीह रे बिलात जाई 1920 मसीह रे ICS परीक्षा रे चतुर्थ स्थान रे उत्तीर्ण होइथिले। 1921 मसीह रे ICS रो तालीम नेउथिबा बेले भारत रे जालियानवालाबाग हत्याकांड घटिथिला। तेणु से अधारु तालीम छाड़ी भारत को फेरी आसीथिले। सुभाष जेतेबेले बंगलार उक्त कॉलेज रे नाम लेखाइथिले सेतेबेले से जणे नुआ बंधु को पाइथिले। सेही बंधु थिले तत्कालीन नाट्यकार जितेंद्र लाल पुत्र दिलीप राय। जेतेबेले सुभाष कौनसी संकटमय परिस्थिति रे पड़ी जाती सेतेबेले से तांकर बंधु दिलीप राय को पत्र पठाई जणाई थांती। दिलीप राय सहित तांकर एते मात्रा बंधुत्व बढ़ी जाइतिला जे से शेष रे बंधुक केतेक कथार महत्व को बुझी काहाकु न जणाई गृह परित्याग करथिले। कारण थिला जे कष्ट को बहन करी संयमता आचरण करिबा। ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ। ଗୃହ ଠାରୁ 90 କିମି ଦୂର ଯିବା ପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛି ଦିନ ଅତିବାହିତ କଲେ। ସେଠାରେ ଏକ ନଦୀ କୂଳରେ ଜଣେ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ। ଦିନେ ସୁଭାଷ ସନ୍ନ୍ୟାସୀଙ୍କର ଉଦ୍ଦେଶ୍ୟରେ କହିଲେ, ମୁଁ ସମସ୍ତ କ୍ଷେତ୍ରରେ ନିର୍ଭୀକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି, ସେଥିପାଇଁ ଆଶୀର୍ବାଦ କରନ୍ତୁ। ଏହା ଶୁଣି ସନ୍ନ୍ୟାସୀ କହିଲେ ଯେ କୌଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ ଭାବରେ ତଳିବାକୁ ହୋଇଥାଏ, କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ପରଦିନ ସନ୍ନ୍ୟାସୀ ସେହି ସ୍ଥାନ ପରିତ୍ୟାଗ କରି ଚାଲି ଯାଇଥିଲେ। ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେହିଠାରୁ ବାହାରି ବହୁଦିନ ବୁଲିଲେ। ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢ଼ିବା ଆରମ୍ଭ କରିଥିଲେ। ଆଉ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲ ଭାବରେ କୃତକାର୍ଯ୍ୟ ହେଲେ। 1915 ମସିହାରେ BA ରେ ଦର୍ଶନ ବିଦ୍ୟାରେ ଅନର୍ସ ନେଇ ପାଠ ପଢ଼ା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ। ସେ ସର୍ବପ୍ରଥମେ କଲେଜ ନିର୍ବାଚନରେ ଛିଡ଼ା ହୋଇ ୟୁନିୟନ ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହା ଥିଲା ରାଜନେତା ହେବାର ପ୍ରଥମ ପାହାଚ। 1908 ମସିହା ଅଗଷ୍ଟ ମାସ 11 ତାରିଖ ଦିନର କଥା। ଖୁଦିରାମଙ୍କୁ ଇଂରେଜ ସରକାର ଦ୍ୱାରା ଫାଶୀ ଦିଆଯାଇଥିଲା। ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଥିଲା। ଛାତ୍ର ଜୀବନ କାଳରେ 1911 ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର। ଜଣେ ଦକ୍ଷ ସଂଗଠକ ସୁଭାଷ ବୋଷଙ୍କ ଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା। ପୁନଶ୍ଚ 1911 ମସିହା ଅଗଷ୍ଟ ମାସରେ ରେଭେନ୍ସା କଲିଜିଏଟ୍ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ। ସମସ୍ତେ ଉପବାସ ରହି ତାହା ପାଳନ କଲେ। ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ସେଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ବୋଧନ ଦେଇ କହିଥିଲେ,
ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ ହେବାକୁ ହେବ। ଶହୀଦ ଖୁଦିରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଞ୍ଚିଗଲା। ସେଥିଯୋଗୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣୀମାଧବ ଦାସଙ୍କୁ। ଶେଷରେ ବେଣୀମାଧବ ଦାସଙ୍କୁ ନଦିଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରଙ୍କୁ ଯିବାକୁ ଆଦେଶ ମିଳିଲା। ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ୍ ରହିପାରିଲେ ନାହିଁ ସୁଭାଷ। ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା। 1921 ମସିହା ଜୁଲାଇ 16ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗ କରି ବମ୍ବେ ଆସିଥିଲେ। ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବୀନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ। ତାଙ୍କ ସହ ଆଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବୀନ୍ଦ୍ରନାଥ ଗାନ୍ଧୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ। ସେ ବମ୍ବେରୁ ଓହ୍ଲାଇ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। 1924 ମସିହା ଆରମ୍ଭ ସମୟରେ କଲିକତା ପୌରସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ ସ୍ୱରାଜ ଦଳ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲା। ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର, ଶହୀଦ ସୁରାବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ। ଏ କ୍ଷେତ୍ରରେ ସୁଭାଷ ଚନ୍ଦ୍ର ଏପରି ପଦବୀରେ ରହି ଯେଉଁ ଦରମା ପାଇଲେ ତାହାର ଅର୍ଦ୍ଧେକ ଅଂଶ ଦାନ ଭାବରେ ଦେଉଥିଲେ। ତାଙ୍କ କାର୍ଯ୍ୟ ନିପୁଣ ତଥା ନ୍ୟାୟସଙ୍ଗତ ହୋଇଥିବାରୁ ସେତେବେଳର ପୌରସଭାରେ ଥିବା ଅନ୍ୟ ବହୁ ବିଭାଗରେ ଇଂରେଜ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ। କଲିକତାର ପୌରସଭାର ସର୍ବପ୍ରଧାନ ଦାୟିତ୍ୱ ନେବା ପରେ ସୁଭାଷ କଲିକତାର ବହୁ ଉନ୍ନୟନ କାର୍ଯ୍ୟ କଲେ। ଆଇନ ସଭାରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କଲା। ଏହାପରେ ସ୍ୱରାଜ ଦଳକୁ ଏକ ଶ୍ରେଷ୍ଠ ଦଳ ଭାବରେ ବିବେଚିତ କରାଯାଇ ଭାରତର ସରକାର ଗଠନ କରିବା ନିମନ୍ତେ ଗୋଲଟେବୁଲ ବୈଠକ ଆହ୍ୱାନ କରାଯାଇଥିଲା। 1919 ମସିହା 3 ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ 24 ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। ଏହି ଆଇନ ଅନୁସାରେ ସ୍ୱରାଜପନ୍ଥୀମାନଙ୍କୁ ଗିରଫ କରାଗଲା। ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର 25 ତାରିଖରେ ତାଙ୍କର ଏଲଗିନ୍ ରୋଡଠାରେ ଥିବା ବାସଭବନରୁ ଗିରଫ କଲେ। ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳୀନ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ ବହିଷ୍କାର କରିବା ଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରଣ କରାଗଲା। ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ 1923ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ସମ୍ପାଦକ ହୋଇଥିଲେ। 1924 ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ। 1928ରେ କଂଗ୍ରେସ ପକ୍ଷରୁ ନିଯୁକ୍ତି ପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ। କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନ ଚାହିଁଥିଲେ। 1930ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା। ତେବେ 1931ରେ ଗାନ୍ଧୀ ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତି କରାଯାଇଥିଲା। 1938 ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତା ରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। 1939ରେ ସେ ପୁଣି ଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ। 1939ରେ ସେ ଫରୱାର୍ଡ କ୍ଲକ୍ ନାମକ ଏକ ନୂତନ ଦଳ ଗଠନ କରିଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ୱାରା ଭାରତକୁ ଇଂରେଜ କବଳରୁ ମୁକ୍ତି କରିହେବ ବୋଲି ସେ ବିଶ୍ୱାସ ରଖିଥିଲେ। ସେ ଇଟାଲୀ ଜନନାୟକ ଗାଲିବାଲ୍ଡି ଓ ମାର୍କିନଙ୍କ ଦ୍ୱାରା ଯଥେଷ୍ଟ ଅନୁପ୍ରାଣିତ ହୋଇଥିଲେ। ସୁଭାଷଙ୍କ ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ। ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ଏହି ଯୁଦ୍ଧ କରିବା ପାଇଁ 1941 ଜାନୁଆରୀ 17 ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ରୁଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ। ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।
ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ ବର୍ମା ମାଳୟ ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ୍ ଗଠନ କଲେ। ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ 1943 ମସିହା ଅକ୍ଟୋବର 21 ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ। ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ। ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ। 1944 ମାର୍ଚ୍ଚ ମାସ 8 ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା। ଦୃଢ଼ ପଦକ୍ଷେପ ପରେ ଅଗ୍ରସର ହୋଇଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା। ଶାହନୱାଜ କମିଟି, ଖସଲା କମିଶନ, ମୁଖାର୍ଜୀ କମିଶନ ପରି ଅନେକ କମିଶନ ଅଫ୍ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବରେ ନିରୂପିତ ହୋଇପାରିନାହିଁ। ଆଜିକାର ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ତ ନିଶ୍ଚିତ ଭାବେ ସବସ୍କ୍ରାଇବ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନଟିକୁ ନିଶ୍ଚିତ ଭାବରେ ଦବାଇ ଦିଅନ୍ତୁ, ଯାହାଫଳରେ କି ଏମିତି ସ୍ଥାନ, ଘଟଣା, ବ୍ୟକ୍ତିବିଶେଷ ସମ୍ପର୍କରେ ଆପଣମାନଙ୍କୁ ମୁଁ ଖୁବ୍ କମ୍ ସମୟରେ ଜଣାଇପାରିବି। ତ ଆଜି ପାଇଁ ଏତିକି, ରହୁଛି ପ୍ରଭାସ।